ମୁଁ ତତ୍ତ୍ୱକବି ବିଭୁଦତ୍ତ ଭିକାରୀଚରଣ ଜେନା। ଆଜି ପବିତ୍ର ଉତ୍କଳ ଦିବସ ଏତେ ସମାରୋହରେ ପାଳନ କରାଯାଉଛନ୍ତି, ଦେଖିଲା ପରେ ଏତେ ଖୁସି ଲାଗୁଛି ଯାହା ଭାଷା ମଧ୍ୟ ପରିପ୍ରକାଶ କରିହେବ ନାହିଁ। ଆଜି ମୃତ୍ୟୁଞ୍ଜୟ କଲ୍ୟାଣ ମଣ୍ଡପରେ ସଂସ୍କୃତି କଳା ମନ୍ଦିର ବ୍ରହ୍ମଗିରିର ସଭାପତି ଆଡ଼ଭୋକେଟ୍ ଦିଗମ୍ବର ବେହେରା, ସମ୍ପାଦକ ଶିକ୍ଷକ ଶ୍ରୀ ଚରଣ ବେହେରା, ତାଙ୍କର ସହଯୋଗରେ ଏବଂ ସେ କର୍ମକର୍ତ୍ତାମାନଙ୍କର ସହଯୋଗରେ ଆଜି ଉତ୍କଳ ଦିବସ ଏତେ ଆଡ଼ମ୍ବର ଭାବରେ ପୂର୍ଣ୍ଣ ପ୍ରାଣରେ ପାଳନ ହେବା ଏବଂ ହଜାର ହଜାର ଲୋକଙ୍କର ସମାବେଶ ହେବା ଏବଂ ଦେଖିଲେ ପ୍ରକୃତରେ ଓଡ଼ିଆ ଆଶା ଆସ୍ମିତା ବଞ୍ଚିଛି ବୋଲି ମନେ ହୁଏ। ଏବଂ ଉତ୍କଳ ଗୌରବ ମଧୁସୂଦନ ଏବଂ ବ୍ୟାସକବି ଫକୀରମୋହନ, କବି ରାଧାନାଥ ରାୟ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ ଏବଂ ଆମର ପୂର୍ବସୂରୀମାନଙ୍କୁ ଆଜି ସ୍ମରଣ କରିବାର ଗୋଟେ ସମୟ ଆସିଛି। ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଯେଉଁ ତ୍ୟାଗ ଏବଂ ମଧୁବାବୁ ଉତ୍କଳ ଦିବସକୁ ଦେଖିପାରିଲେ, ତା ପୂର୍ବରୁ ସେ ପଳେଇଗଲେ 1927 ମସିହା। ଯଦିଓ ଆଜିର ପବିତ୍ର ଦିବସରେ ଆମେ ଉତ୍କଳ ଦିବସକୁ ମହା ଆଡ଼ମ୍ବରରେ ପାଳନ କରୁଛୁ, କିନ୍ତୁ ତାଙ୍କର ପଦାଙ୍କକୁ ଆମେ ଅନୁସରଣ କରିବାକୁ ପଡ଼ିବ। ଯେଉଁ କଥା ସେ କହିକି ଯାଇଥିଲେ, ଉଠରେ ଉଠରେ ଉତ୍କଳ ସନ୍ତାନ, ଉଠିବୁ ତୁ କେତେ ଦିନେ, ପୂର୍ବ ଗୌରବ ପୂର୍ବ ମହିମା, ପଡ଼ୁନି କି ତୋର ମନେ, ତୋ ପୂର୍ବ ପୁରୁଷ ଜୟ କରୁଥିଲେ ଗଙ୍ଗାଠାରୁ ଗୋଦାବରୀ, ତାଙ୍କରି ଔରସ ଜନମୀରେ ତୁହି କେଉଁ ଗୁଣେ ତାଙ୍କୁ ସରି। ଆଜି କଳାକାରମାନଙ୍କୁ ପାଲାକାରମାନଙ୍କୁ ସମର୍ଥିତ କରାଯାଉଛି, ଆଜି ଛାତ୍ରଛାତ୍ରୀମାନଙ୍କୁ ସମର୍ଥିତ କରାଯାଉଛି, ଆଜି ବରିଷ୍ଠ ବ୍ୟକ୍ତିତ୍ୱମାନଙ୍କୁ ସମର୍ଥିତ କରାଯାଉଛି। ଆଜି ଓଡ଼ିଆ ଭାଷାରେ, ଓଡ଼ିଆ ସାହିତ୍ୟରେ, ଓଡ଼ିଆ ସଂସ୍କୃତିରେ ଯେଉଁମାନେ ନିପୁଣତା ହାସଲ କରିଛନ୍ତି ସମସ୍ତଙ୍କୁ ଆଜି ଏ ମଞ୍ଚ ସମ୍ବର୍ଦ୍ଧିତ କରିଛନ୍ତି ଏବଂ ହଜାର ହଜାର ଲୋକଙ୍କର ଯେଉଁ କୋଳାହଳରେ ଆଜି ଉତ୍କଳ ଦିବସ ପାଳନ କରାଯାଉଛନ୍ତି। ଆଜି ଉତ୍କଳ ଦିବସ, ଏ ପବିତ୍ର ଉତ୍କଳ ମାଟି ବଞ୍ଚିଛି ଏବଂ ଉତ୍କଳ ଜନନୀ ବନ୍ଦେ ଉତ୍କଳ ଜନନୀ ଯେଉଁ ଅହରହ ଗୁଞ୍ଜରିତ ହେଉଥିଲା, ସେ ଶବ୍ଦ ଆଜି ସମସ୍ତଙ୍କ କାନରେ ପଡ଼ିଛି, ବନ୍ଦେ ଉତ୍କଳ ଜନନୀ, ବନ୍ଦେ ଉତ୍କଳ ଜନନୀ। ଅର୍ଜୁନ ସାମନ୍ତରା, ନୀଳାଚଳ ନିଖିଳ ଉତ୍କଳ ପାଲାଗାୟକ ପରିଷଦ, ଅଖଣ୍ଡ ପୁରୀ ଜିଲ୍ଲା ଶାଖା ପ୍ରଶାଖା ବ୍ରହ୍ମନାରାୟଣ ମଣ୍ଡଳର ହେଉଛି ସମ୍ପାଦକ। ତେଣୁ ଆଜି ଉତ୍କଳ ଦିବସ, ଉତ୍କୃଷ୍ଟ କଳା ଜ୍ଞାନର ଗ୍ରନ୍ଥାଗାର ହେଉଛି ଓଡ଼ିଶା। ଓଡ଼ିଶାକୁ ଗୋଟେ ସ୍ୱତନ୍ତ୍ର ପ୍ରଦେଶ କରିବା ପାଇଁ ଯେଉଁ ମହାମନୀଷୀମାନେ, ଯେ ସେହି ସତ୍ୟଭାମପୁର, କଟକ ଜିଲ୍ଲା ସତ୍ୟଭାମପୁର ଗ୍ରାମର ମଧୁସୂଦନ ଦାସ ଯେଉଁ ଆପ୍ରାଣ ଚେଷ୍ଟା କରିଥିଲେ। ତେଣୁ ଯେଉଁ ଇଏ ଓଡ଼ିଆକୁ ଭଲ ପାଉଥିବା, ଓଡ଼ିଆ ମାଟିକି ଭଲ ପାଉଥିବା, ଏ ଓଡ଼ିଆର ଯେଉଁ ପୂର୍ବ ପରମ୍ପରା ଇତିହାସ ତାକୁ ବଜାଇ ରଖିବା ପାଇଁ ଓଡ଼ିଆର ଏ ଯେଉଁ ଉତ୍କୃଷ୍ଟ କଳା ରହିଛି, ଓଡ଼ିଆର ପାଣି ପବନର ଭୂମିଠାରୁ ବ୍ରହ୍ମା ପର୍ଯ୍ୟନ୍ତ ବ୍ୟକ୍ତ, ଯାହା ନାହିଁ ଭାରତେ ତାହା ନାହିଁ ମରତେ, ଯାହା ନାହିଁ ମରତେ ତାହା ନାହିଁ ଭାରତେ। ତେଣୁ ଏ ଓଡ଼ିଶାର ପାଣି ପବନ ମାଟି, ଇଏ ସମସ୍ତ ସଂସ୍କୃତି ପରମ୍ପରା ସମସ୍ତଙ୍କୁ ବଜାଇ ରଖିଛି। ତେଣୁ ଇଏ ଓଡ଼ିଆ ଭାଷାକୁ ଉତ୍କୃଷ୍ଟ କରିବା ପାଇଁ, ଇଏ ଓଡ଼ିଆ ଭାଷାର ମର୍ଯ୍ୟାଦା ରଖିବା ପାଇଁ ବଙ୍ଗାଳୀମାନେ କହିଲେ ଓଡ଼ିଆ ଭାଷା ଗୋଟେ ସ୍ୱତନ୍ତ୍ର ଭାଷା ନଏ। ସେଇଠି ସେ ସମସ୍ତେ ସେତେବେଳର ଯିଏ ଥିଲେ ସବୁ ନେତୃବୃନ୍ଦ ଥିଲେ, ଫକୀରମୋହନ ସେନାପତି ଏବଂ ରାଧାନାଥ ରାୟ, ସେ ସମ୍ପର୍କରେ ଯେତେ କବି ସବୁ ଥିଲେ, ସେ କହିଛନ୍ତି ପଢ଼ିଲି ନାନା ଦେଶ ଭାଷା, ତହିଁରେ ନ ପୁରିଲା ଆଶା, ମୋ ମାତୃଭୂମି ମୋତେ ଶ୍ରେଷ୍ଠ, ସେହୁ ପଛକେ ନିକୃଷ୍ଟ। ତେଣୁ ଆଜି ଯେଉଁ ଇଏ ଚାଲିଛି, ଆଜି 2025 ମସିହା ଅପ୍ରେଲ 1 ତାରିଖରେ ଏ ଚରଣ ସାର୍ ଯେଉଁ କରିଛନ୍ତି, ସେ ଦେଖିଛନ୍ତି, ସେ ମର୍ମେ ଅନୁଭବ କରିଛନ୍ତି ଯେ ପ୍ରକୃତରେ ମୂଳକୁ ଧଇଲେ ତେଣୁ ଏ ଓଡ଼ିଆର ମାନ ନିର୍ଦ୍ଧାରଣ ହୋଇପାରିବ। ତେଣୁ ସେ ସମ୍ପର୍କରେ ଆଜି ଏ ପାଲାକୁ ସେ ବଞ୍ଚେଇ ରଖିଛନ୍ତି। ପାଲା ହେଉଛି ସୃଷ୍ଟିର ପ୍ରାଚ୍ୟ ସଂସ୍କୃତି, ଆର୍ଯ୍ୟ ସଂସ୍କୃତି ହେଉଛି ପାଲା। ତେଣୁ ଏ ପାଲା ମାଧ୍ୟମରେ ସେମାନେ ସମସ୍ତେ କେମିତି ଓଡ଼ିଆ ଭାଷାର ଯେଉଁ ସାରା ନିର୍ଦ୍ଦେଶ ରହିଛି, ତତ୍ତ୍ୱ ରହିଛି, ରୀତିଯୁଗ ଭଞ୍ଜଯୁଗ କାବ୍ୟଠାରୁ ଯେତେ ଯାହା ସବୁ ରହିଛି, ସେଗୁଡ଼ାକ ବଳିଷ୍ଠ ହେବ, ଆହୁରି ସମୃଦ୍ଧ ହେବ, ପିଲାମାନେ ସବୁ ଶିଖି ନୀତି ଆଦର୍ଶର ଅନୁପ୍ରାଣିତ ହେବେ। ତେଣୁ ସେଥିପାଇଁ ଆର ହେଉଛି ଉଦ୍ଦେଶ୍ୟଟା ହେଉଛି ଆଜିର ଏପ୍ରିଲ 1 ତାରିଖରେ ଏ ପାଲାକୁ, ବାଦପାଲା ଏସବୁ ଆୟୋଜନ କରାଯାଇଛି ଏବଂ ସମସ୍ତ କୃତି ଛାତ୍ରଛାତ୍ରୀମାନଙ୍କୁ ଭାଷା ପ୍ରବନ୍ଧ ଏବଂ ସାଧାରଣ ଜ୍ଞାନ ଏଥିରେ ସବୁ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି, ସେମାନଙ୍କୁ ଉତ୍ସାହିତ କରାଯାଇଛି। ତେଣୁ ଆଜି ଚରଣ ସାରେ ତାଙ୍କର ପ୍ରକୃତରେ ମୂଳ ଜିନିଷଟାକୁ ସେ ବୁଝିଛନ୍ତି। ସଭାପତି ସଂସ୍କୃତି କଳା ମନ୍ଦିର, ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ସଂସ୍କୃତି କଳା ମନ୍ଦିର ତରଫରୁ ବ୍ରହ୍ମଗିରିର ମୃତ୍ୟୁଞ୍ଜୟ କଲ୍ୟାଣ ମଣ୍ଡପ ପରିସରରେ ଉତ୍କଳ ଦିବସ ବହୁ ଭବ୍ୟ ଆଡ଼ମ୍ବର ସହକାରେ ପାଳନ କରାଯାଇଛି। ଏଥିରେ ବିଶିଷ୍ଟ ସଂସ୍କୃତି ବିଶାରଦ, ବୁଦ୍ଧିଜୀବୀ
ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ପ୍ରାୟ 500ରୁ ଉର୍ଦ୍ଧ୍ୱ ଜନତା ଏହାକୁ ଉପଭୋଗ କରିଥିଲେ। ପିଲାମାନଙ୍କ ଭିତରେ ବକ୍ତୃତା ପ୍ରତିଯୋଗିତା, ସାଂସ୍କୃତିକ ପ୍ରତିଯୋଗିତା କାର୍ଯ୍ୟକ୍ରମ ହୋଇଥିଲା। ଓଡ଼ିଶୀ, ଗୋଟିପୁଅ, ସମ୍ବଲପୁରୀ ଏବଂ ଅନ୍ୟାନ୍ୟ ଲୋକନୃତ୍ୟ ପରିବେଷଣ କରାଯାଇଥିଲା। 10 ଜଣ ପ୍ରତିଭାଯୁକ୍ତ ବ୍ୟକ୍ତିତ୍ୱଙ୍କୁ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ 23 ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ସମ୍ମାନିତ କରାଯାଇଥିଲା। 50 ଜଣ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ମଧ୍ୟ ବଣ୍ଟନ କରାଯାଇଥିଲା। ବାଦି ପାଲା ଦୀର୍ଘ 2 ଦିନ ଧରି ଅନୁଷ୍ଠିତ ହେବ। ପୁରୁଷ ସମବେତ କଣ୍ଠ ସଙ୍ଗୀତ ମଧ୍ୟ ପରିବେଷଣ କରାଯାଇଛି। ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରୁଛନ୍ତି। ଆଗାମୀ ଦିନମାନଙ୍କରେ ଆହୁରି କାର୍ଯ୍ୟକ୍ରମ ଖୁବ୍ ବ୍ୟାପକ ହେବ ଏବଂ ଏହା ବ୍ଲକ ସ୍ତରୀୟ ଏବଂ ଜିଲ୍ଲା ସ୍ତରୀୟ ହେବାର କାର୍ଯ୍ୟକ୍ରମ ରହିଛି।